ଶିଳ୍ପ ଜଗତରେ ଅପୂରଣୀୟ କ୍ଷତି। ରତନ ଟାଟାଙ୍କ ବିୟୋଗ ପରେ ବଢ଼ିଲା ଚିନ୍ତା। କିଏ ସମ୍ଭାଳିବ ରତନଙ୍କ ଏତେ ବଡ଼ ସାମ୍ରାଜ୍ୟ? ଅନେକ ନାଁକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ଅବିବାହିତ ଥିଲେ ରତନ। ତାଙ୍କ ଜାଗା କାହାକୁ ଦେଲେ ରତନଙ୍କ ନାଁ ବଢ଼ିବ, ଚାଲିଛି ଉତ୍ତରାଧିକାରୀ ଖୋଜା। ଚାଲି ଯାଇଛନ୍ତି ଶିଳ୍ପ ଜଗତର ମହାନାୟକ ରତନ ଟାଟା। ତାଙ୍କର ବିୟୋଗ ପରେ ସମସ୍ତେ ଦୁଃଖିତ, କାରଣ ସେ ଭାରତ ପାଇଁ ଯାହା କରିଛନ୍ତି ତାକୁ ଭୁଲିବା କଷ୍ଟ। ସେଥିପାଇଁ ସବୁବେଳେ ମନେ ପଡ଼ିବେ ରତନ ଟାଟା। କିନ୍ତୁ ଏବେ ଚିନ୍ତାରେ, କିଏ ହେବ ଏତେ ବଡ଼ ସାମ୍ରାଜ୍ୟର ଉତ୍ତରାଧିକାରୀ, ଯାହାକୁ ନେଇ ଏବେ ଚାଲିଛି ତର୍ଜମା। ଏବେ ବି ଲାଗି ରହିଛି କଳ୍ପନା ଜଳ୍ପନା। ଅନେକ ଗୁଡ଼ିଏ ନାଁ ଏବେ ସାମ୍ନାକୁ ଆସୁଛି, ତେବେ କିଏ ହେବ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଅଧିକ ଯୋଗ୍ୟ ବିବେଚନା କରାଯାଉଛି। ନୋଏଲଙ୍କ 3 ସନ୍ତାନଙ୍କ ମଧ୍ୟରୁ ଜଣେ କି ରତନଙ୍କ ଉତ୍ତରାଧିକାରୀ ହେବେ ବୋଲି ଅନୁମାନ କରାଯାଉଛି। 67 ବର୍ଷୀୟ ନୋଏଲ ଏବେ ଟାଟା ଗ୍ରୁପର ବିଭିନ୍ନ କମ୍ପାନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳି ପାରୁଛନ୍ତି। ସେ ମଧ୍ୟ ସାର ରତନ ଟାଟା ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ରତନ ମୃତ୍ୟୁ ପୂର୍ବରୁ କାହାକୁ ଉତ୍ତରାଧିକାରୀ ବାଛିନଥିବାରୁ ଟାଟା ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟିମାନଙ୍କ ମଧ୍ୟରୁ ବୈଠକ କରି ଉତ୍ତରାଧିକାରୀ ବାଛିବ ବୋଲି କୁହାଯାଉଛି। ଯଦି ନୋଏଲଙ୍କୁ ଟାଟା ଟ୍ରଷ୍ଟ ଉତ୍ତରାଧିକାରୀ ଚୟନ କରେ, ତେବେ ସେ ହେବେ ସାର ଦୋରବଜୀ ଟାଟା ଟ୍ରଷ୍ଟର 11ତମ ଅଧ୍ୟକ୍ଷ। ତେବେ ନୋଏଲ ଟାଟା ଉତ୍ତରାଧିକାରୀ ସମ୍ଭାବନାରେ ସବୁଠୁ ଆଗରେ। ନୋଏଲ ଟାଟା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ। ଟାଟାର ବିଭିନ୍ନ କମ୍ପାନୀର ବୋର୍ଡ ମେମ୍ବର ଅଛନ୍ତି। ସେହିପରି ଲିଆ ଟାଟା, ନୋଏଲ ଟାଟାଙ୍କ ବଡ଼ ଝିଅ ଲିଆ ଟାଟା, ସ୍ପେନ୍ର ଆଇଇ ବିଜନେସ୍ ସ୍କୁଲରୁ ମାର୍କେଟିଂରେ ମାଷ୍ଟର ଡିଗ୍ରୀ। 2006 ମସିହାରୁ ଟାଟା ଗ୍ରୁପ ସହ ଜଡ଼ିତ ସେ ରହିଛନ୍ତି। ଏହା ସହିତ ଇଣ୍ଡିଆନ୍ ହୋଟେଲ କମ୍ପାନୀ ଲିମିଟେଡର ଉପସଭାପତି ଭାବେ ସେ କାର୍ଯ୍ୟ କରୁଛନ୍ତି। ମାୟା ଟାଟାଙ୍କ ନାଁ ବି ଚର୍ଚ୍ଚାରେ ଆସୁଛି। ସେ ହେଉଛନ୍ତି ନୋଏଲ ଟାଟାଙ୍କ ସାନ ଝିଅ। ଟାଟା କ୍ୟାପିଟାଲ୍ସ ବ୍ୟବସାୟ ସହ ରହିଛନ୍ତି ଜଡ଼ିତ। କମ୍ପାନୀର ରିଟେଲ କାରବାର ଉପରେ ସେ କାମ କରନ୍ତି। ଉତ୍ତରାଧିକାରୀ ତାଲିକାରେ ସେ ବି ରହିଛନ୍ତି। ସେହିପରି ନେଭିଲ ଟାଟା, ନୋଏଲଙ୍କର ପୁଅ। ବର୍ତ୍ତମାନ ଷ୍ଟାର ବଜାର ନେତୃତ୍ୱ ନେଉଛନ୍ତି ନେଭିଲ। ଷ୍ଟାର ବଜାର ଟାଟା କମ୍ପାନୀ ସମୂହର ରିଟେଲ ଶାଖା। ମାନସୀ କିର୍ଲୋସ୍କରଙ୍କୁ ବିବାହ କରିଛନ୍ତି ନେଭିଲ। ମାନସୀ ଟାଓଟୋ କିର୍ଲୋସ୍କରଙ୍କର କମ୍ପାନୀ ସମୂହର ଉତ୍ତରାଧିକାରୀ। ତେବେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଥିବା ରତନ ଟାଟା ଭାରତରେ ବ୍ୟବସାୟର ଅର୍ଥ ବଦଳାଇଛନ୍ତି। ବ୍ୟବସାୟ ଅପେକ୍ଷା ସେ ସମାଜ ପ୍ରତି ତାଙ୍କର ଦାୟିତ୍ୱକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ। ହିତକର କାମ ପାଇଁ ନିଜ ଅଜିତ ଧନର ବଡ଼ ପରିମାଣ ଦାନ କରିଦେଉଥିଲେ। ତଥାପି ସେ ବିପୁଳ ପରିମାଣର ସମ୍ପତ୍ତି ଛାଡ଼ି ଯାଇଛନ୍ତି। 3800 କୋଟି ଟଙ୍କା ଛାଡ଼ିଛନ୍ତି। ତାଙ୍କର ନେଟ୍ ମୂଲ୍ୟ ପ୍ରାୟ $5.4 ବିଲିୟନ ବୋଲି ଜଣାପଡ଼ିଛି। ସମସ୍ତଙ୍କ ଆଖିକୁ ଓଦା କରିଦେଇ ଆରପାରିକ ସିନା ଚାଲି ଯାଇଛନ୍ତି, ଏବେ କିନ୍ତୁ ଖୋଜା ଚାଲିଛି ଉତ୍ତରାଧିକାରୀ। ପଶୁ ପକ୍ଷୀଠାରୁ ଆରମ୍ଭ କରି ସାଧାରଣ ମଣିଷ, ଶିଳ୍ପ ପାଇଁ ତାଙ୍କର ଅଦ୍ୱିତୀୟ କୃତିତ୍ୱକୁ ସବୁବେଳେ ସମସ୍ତଙ୍କ ହୃଦୟରେ ଅମର କରି ରଖିବ। ରିପୋର୍ଟର୍ସ ଟୁଡେ।